ଜୟ ଶ୍ରୀରାମ। ସୂର୍ଯ୍ୟ ଅବସ୍ଥାନ କରୁଥିବା ରାଶିର ଉଭୟ ପାର୍ଶ୍ୱରେ ଏକ ନିର୍ଦ୍ଦିଷ୍ଟ ଅଂଶ ମଧ୍ୟରେ ଚନ୍ଦ୍ରମାଙ୍କ ଠାରୁ ଶନିଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଗ୍ରହ ଅସ୍ତ ହୋଇଥାନ୍ତି, ଯାହା ଆମେ ପୂର୍ବରୁ ଆଲୋଚନା କରିସାରିଛେ। ବର୍ତ୍ତମାନ କର୍ମ ଏବଂ ନ୍ୟାୟର ଦେବତା ଶନି ଚଳିତ ମାସ ବା ଫେବୃଆରୀ ମାସ 28 ତାରିଖ ସନ୍ଧ୍ୟା 7:34 ସମୟରେ କୁମ୍ଭ ରାଶି ବା ଶନିଙ୍କର ମୂଳ ତ୍ରିକୋଣ ରାଶି କୁମ୍ଭରେ ଅସ୍ତ ହେବେ ଏବଂ ଏହି ଅବସ୍ଥା ଶନିଙ୍କର ଏପ୍ରିଲ ମାସ 5 ତାରିଖ ସନ୍ଧ୍ୟା 5:40 ସମୟ ଯାଏଁ ରହିବ। ଶନିଙ୍କର ଏହି ଦୀର୍ଘ 36 ଦିନ ଅସ୍ତକାଳୀନ ଅବସ୍ଥା ମଧ୍ୟରେ ସେ କୁମ୍ଭ ରାଶି 29 ମାର୍ଚ୍ଚ 2025 ମସିହାରେ ତ୍ୟାଗ କରି ଦେବଗୁରୁ ବୃହସ୍ପତିଙ୍କ ସ୍ୱଗୃହ ମୀନ ରାଶିକୁ ସଞ୍ଚାର କରିବେ। ତେବେ ଅସ୍ତ ଶନିଙ୍କର ପ୍ରଭାବ ବିଶ୍ୱ ପାଇଁ ଏବଂ ମେଷଠାରୁ ମୀନ ରାଶି ପର୍ଯ୍ୟନ୍ତ ପ୍ରତ୍ୟେକ ରାଶି ପାଇଁ କିପରି ରହିବ, ସେଗୁଡ଼ିକର ବିସ୍ତୃତ ଆଲୋଚନା ଆମେ ପରବର୍ତ୍ତୀ ପର୍ଯ୍ୟାୟରେ କରିବା। ଜୟ ଜଗନ୍ନାଥ।